ଆଜି ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ମୁଁ ଡିସ୍କସନ୍ କରିବି। ଲାଇଫ୍ରେ ଆପଣଙ୍କୁ ତ ନିଶ୍ଚିତ କାମ ଦେବ। କାହିଁକିନା ଆପଣମାନେ ଦେଖନ୍ତୁ ପ୍ରଥମେ ଜାଣିଥିବେ ଗୋଟେ ମ୍ୟାଥ୍ ପଢ଼ନ୍ତି ଆପଣମାନେ ଜାଣିଛନ୍ତି ଗୋଟେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଉ ଗୋଟେ ସିମ୍ପଲ୍ ଇଣ୍ଟରେଷ୍ଟ ଟପିକ୍ ଅଛି। କିନ୍ତୁ ଆପଣମାନେ କେତେ ତାକୁ ରିଅଲ୍ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରିଛନ୍ତି ସେଇଟା ପ୍ରଥମେ ଦେଖନ୍ତୁ। ସେଇଟା ବହିର ମ୍ୟାଥ୍ରେ ଆପଣ ଜାଣିନେବେ। ଯେଉଁ କମ୍ପାଉଣ୍ଡ ଇଣ୍ଟରେଷ୍ଟଟାକୁ ଯଦି ନିଜ ଲାଇଫ୍ରେ କେବେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଚାହିଁଛନ୍ତି ତାହେଲେ ଯେକୌଣସି କ୍ଷେତ୍ରରେ ସେଠି ଆପଣଙ୍କୁ ବୁଝିବା ପାଇଁ ପଡ଼ିବ ପାୱାର ଅଫ୍ ଟାଇମ୍। କାହିଁକିନା କମ୍ପାଉଣ୍ଡ ଇଣ୍ଟରେଷ୍ଟ ସେତେବେଳେ କାମ ଦିଏ ଯେତେବେଳେ ଆପଣ ଗୋଟେ କିଛି ଜିନିଷକୁ ଲଙ୍ଗ୍ ଟର୍ମ ପାଇଁ ଆପଣ ରଖନ୍ତି। ଯେମିତି ଆପଣଙ୍କର ପଇସାକୁ ଯେମିତି ଆମେ ଲଙ୍ଗ୍ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରନ୍ତି କି SIP ହେଉ କି ଆପଣଙ୍କର ETF ହେଉ PP ହେଉ ଯାହା ବି ଆପଣଙ୍କୁ ଯେଉଁଠି ଗୋଟେ ଇନଭେଷ୍ଟମେଣ୍ଟ କରନ୍ତି ସେଇଟା ଗୋଟେ ଭଲ ରିଟର୍ନ ଦିଏ। ଯେଉଁମାନେ ଆପଣମାନେ କହୁଛନ୍ତି ଭାଇ ମୁଁ ଦୁଇ ବର୍ଷ ଦେ କି ଗୋଟେ ବର୍ଷ ଦେ ମୁଁ ତ ପଇସାକୁ ଡବଲ୍ କରିକି ଦେଖେଇଦେବି, ମାନେ ଆପଣ କେତେ ଇଣ୍ଟରେଷ୍ଟ ଭାବନ୍ତି ସେ ସେଠି ଦେଇ ଦେଉଛନ୍ତି। ଏଇଟାକୁ ନେଇକି ପଇସା କ'ଣ ଲୋକମାନେ ବହୁତ ସାରା ପିଲାମାନେ ସେମାନେ କହୁଛନ୍ତି ଦେଇ ଦେଉଛନ୍ତି, ଲାଭ ନାହିଁ। ସେଠି କ'ଣ କରୁଛନ୍ତି ଫ୍ରଡ଼୍ର ଶିକାର ହେଉଛନ୍ତି। ସେଥିପାଇଁ ଆପଣମାନେ ଫ୍ରଡ଼୍ର ଶିକାର ହୁଅନ୍ତୁ ନାହିଁ। ଆପଣମାନେ ଲଙ୍ଗ୍ ଟର୍ମକୁ ବୁଝନ୍ତୁ, ପାୱାର କମ୍ପାଉଣ୍ଡକୁ ବୁଝନ୍ତୁ, ଯେଉଁଟାକି ଆପଣ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରିବେ। ଏଇଭଳିଆ ଭିଡ଼ିଓ ପାଇବା ପାଇଁ ଫାଇନାନ୍ସିଆଲ୍ କଣ୍ଟେଣ୍ଟ ପାଇଁ ପେଜ୍କୁ ଫଲୋ କରନ୍ତୁ। ରହିଲି, ଜୟ ଜଗନ୍ନାଥ।